ସାଙ୍ଗମାନେ ଜୟ ଜଗନ୍ନାଥ। ସାଙ୍ଗମାନେ ୱେଲକମ୍ ଟୁ ଅନ୍ନପୂର୍ଣ୍ଣା ହାଣ୍ଡିଶାଳ ଖାଣ୍ଟି ଓଡ଼ିଆ ରେସିପିକୁ ଆପଣମାନଙ୍କୁ ସ୍ୱାଗତ। ସାଙ୍ଗମାନେ ଆଜିର ଯେଉଁ ରେସିପି ଜହ୍ନି ତରକାରୀ, ଏତେ ସୁଆଦିଆ ଜହ୍ନି ତରକାରୀ ଆକୁ ଯଦି ଥରେ ବନାଉଛନ୍ତି ମାଛ ମାଂସ ଖାଇବା ଭୁଲିଯିବେ। ଆଉ ଯେଉଁମାନେ ଜହ୍ନି ଖାଇବାକୁ ପସନ୍ଦ କରନ୍ତିନି ଯଦି ଏମିତି ଥରେ ବନାଉଛନ୍ତି ମାଗିକି ଖାଇବେ। ତ ଏ ଜହ୍ନି ତରକାରୀ ଗୋଟେ ଥର ନିଶ୍ଚିନ୍ତ ଟ୍ରାଏ କରନ୍ତୁ। ଆଉ ସାଙ୍ଗମାନେ ଛୋଟ ଅନୁରୋଧ, ଯଦି ଆପଣମାନେ ଚ୍ୟାନେଲରେ ନୂଆ ପ୍ରଥମେ ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରିନିଅନ୍ତୁ। ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିକି ଅଲ୍ ସିଲେକ୍ଟ କରିନିଅନ୍ତୁ ଏମିତି ମଜାଦାର ଭିଡ଼ିଓ ଦେଖିବା ପାଇଁକି। ଅଲ୍ ସିଲେକ୍ଟ କରିନେଲେ ଆପଣମାନଙ୍କ ପାଖକୁ ନୋଟିଫିକେସନ୍ ଯିବ ଯେତେ ଭିଡ଼ିଓ ଅପଲୋଡ଼ ହେବ। ତ ମୁଁ ଡେଲି କିଛି ନୂଆ ରେସିପି ଆପଣମାନଙ୍କ ପାଇଁ ନେଇକି ଆସୁଛି। ତ ଚାଲନ୍ତୁ ରେସିପିଟା ଆରମ୍ଭ କରିବା। ଦେଖନ୍ତୁ କିଛି ମୁଁ ଜହ୍ନି ନେଇଛି, ଯାହାକୁ ପ୍ରଥମେ ଧୋଇକି ତା ଚୋପା ଛଡ଼େଇକି ତ ଏମିତି କାଟି ନେଇଛି। ଆଳୁ ଗୁଡ଼ିକ ବି କାଟି ନେଇଛି। ତାପରେ ଗ୍ୟାସ୍କୁ ଅନ୍ କରିକି ଗୋଟେ କଡ଼େଇ ବସେଇ ନେଇଛି। ସାଙ୍ଗମାନେ କଡ଼େଇରେ କିଛି ସୋରିଷ ତେଲ ଦେଇଛି। ସୋରିଷ ତେଲ ଦେହରେ କିଛି ଫୁଟେଇବା ପାଇଁ ସୋରିଷ ଦେଇଛି। ସାଙ୍ଗମାନେ ଏ ରେସିପିଟା ସୋରିଷ ତେଲରେ ବହୁତ ମଜା ଲାଗିବ ଖାଇବା ପାଇଁ। ଆଉ ଛୋଟ ଛୋଟ କାଟିକି କିଛି ରସୁଣ ଦେଇଛି। ରସୁଣ ଭାଜି ହେଇଗଲା ପରେ ଏଠି ଜହ୍ନି ଆଳୁକୁ ଦେଇଦେଇଛି। ସାଙ୍ଗମାନେ ମୁଁ ସବୁବେଳେ ଆପଣମାନଙ୍କୁ କହିଛି, ଯେତେବେଳେ ବି ତେଲରେ ପରିବା ଭାଜିବେ ଲୁଣ ହଳଦୀ ଜମାରୁ ଦେବେନି। ଲୁଣ ଦେଲେ ପୁରା ନରମ ହେଇକି ପାଣି ବାହାରିବ, ପୁରା ତୁଳା ପରି ନରମ ହେଇଯିବ। ଆଉ ହଳଦୀ ଦେଲେ ସବୁଯାକ ତେଲ ଟାଣି ନେବ। ତ ଏଇଠି ଦେଖନ୍ତୁ ରସୁଣ, କଟା ରସୁଣ ଦେଇକି ଜହ୍ନି ଆଳୁକୁ ଟିକେ ଭାଜି ନେବା। କଟା ରସୁଣରେ ଯେଉଁ ଫ୍ଲେଭରଟା ଆସିବ ଏଇ ଜହ୍ନି ଆଳୁ ଦେହରେ ଖାଇବାକୁ ଏତେ ସୁଆଦିଆ ଲାଗିବ, ଆଉ ମନ ହେବ ଆହୁରି ଖାଇବା ପାଇଁ। ପେଟ ଭରିଯିବ ହେଲେ ମନ ଶାନ୍ତ ହେବନି। ତ ଏଇଠି ଦେଖନ୍ତୁ ଜହ୍ନି ଆଳୁ ପୁରା ଭାଜି ହେଇଗଲାଣି। ତ ଏବେ କ'ଣ କରିବା, ଗୋଟେ ପ୍ଲେଟ୍କୁ କାଢ଼ି ନେବା। ତ ଏଇଠି ଦେଖନ୍ତୁ ପ୍ଲେଟ୍କୁ ଜହ୍ନି ଆଳୁକୁ କାଢ଼ି ନେଇଛି। ତାପରେ କ'ଣ କରିବା, ଏଇ ଯେଉଁ ଅଳ୍ପ ଟିକେ ତେଲ ବଳିଛି ଆ ଦେହରେ ଆଉ ଟିକେ ତେଲ ଦେବା। ସାଙ୍ଗମାନେ ଗୋଟେ ଛୋଟ ଅନୁରୋଧ, ଯଦି ରେସିପିଟି ଭଲ ଲାଗେ ଘରେ ନିଶ୍ଚିନ୍ତ ଟ୍ରାଏ କରନ୍ତୁ। ଆଉ ମୋତେ କମେଣ୍ଟ ବକ୍ସରେ ଲେଖିବାକୁ ଜମାରୁ ଭୁଲିବେନି କେବେ ବନାଉଛନ୍ତି ଆଉ କେଉଁଠୁ ଦେଖୁଛନ୍ତି। ଦେଖନ୍ତୁ କିଛି ତେଲ ଦେଇ ସାରିବା ପରେ ମୁଁ ଗୋଟେ ଚାମଚ ଚିନି ଦେଇଛି। ଚିନିର ଯେଉଁ ଏଠି କଲର୍ କରିବାର ଯେଉଁ ଗୁଣଟା ବହୁତ ହି ବଢ଼ିଆ। ତ ଚିନି ଯେତେବେଳେ ଫେଣ ହେଇ ଉପରକୁ ଆସିଲା, ତାପରେ ମୁଁ କିଛି ପିଆଜ ଦେଇଦେଇଛି। ପିଆଜ ଟିକେ ଭାଜି ହେବା ଭିତରେ ସାଙ୍ଗମାନେ ଆମେ ଏଠି ମସଲା ବନେଇବା, କିନ୍ତୁ ପିଆଜ ଭାଜି ହେବା ପାଇଁକି ଏଠି ଆମେ କିଛି ଲୁଣ ଦେଇଦେବା। ପରିବା ଯେତିକି ଆପଣ ବ୍ୟବହାର କରୁଛନ୍ତି ଆଉ ଯେତିକି ତରକାରୀ ବନେଇବେ ସେଇ ହିସାବରେ ଏକାଥରେ ଲୁଣ ଦେଇଦେବେ। ଚାଲନ୍ତୁ ପିଆଜ ଭାଜି ହେବା ଭିତରେ ଗୋଟେ ମସଲା ବନେଇବା। ମସଲା ପାଇଁ କିଛି ଅଦା, ରସୁଣ, ପିଆଜ ଆଉ କିଛି କଞ୍ଚା ବାଦାମ ଦେଇଛି। ତ ମସଲାଟାକୁ ଚିକଣିକିରି ବାଟି ନେଇଛି। ଏ ମସଲାକୁ ଯେତେବେଳେ ଆପଣ ସିଝିବା ପାଇଁ ପକାଇବେ, ସାଙ୍ଗମାନେ ଗୋଟେ ଜିନିଷ ଧ୍ୟାନ ରଖିବେ, ମସଲାର ପାଣି ସରିବା ପର୍ଯ୍ୟନ୍ତ ମସଲାକୁ କଷିବେ। ଯେ ପର୍ଯ୍ୟନ୍ତ ପାଣି ସରିନାହିଁ ବିଲକୁଲ ପାଣି ଦେବେନି। ତ ଏଇଠି ଦେଖନ୍ତୁ ମସଲାରୁ ପାଣି ସରି ଆସିଲାଣି। ତାପରେ ଆମେ ଏଠି କ'ଣ କରିବା, ଆମେ କିଛି ଗରମ ପାଣିର ବ୍ୟବହାର କରିବା। ମୁଁ କେବେ ବି ସାଙ୍ଗମାନେ ତରକାରୀରେ ଥଣ୍ଡା ପାଣିର ବ୍ୟବହାର କରେ ନାହିଁ। ଗରମ ପାଣି ବ୍ୟବହାର କଲେ ତରକାରୀର ସ୍ୱାଦ ବଢ଼ିବା ସଙ୍ଗେ ସଙ୍ଗେ ତରକାରୀ ଜଲ୍ଦି ଫୁଟିଥାଏ। ତ ଏଇଠି ଦେଖନ୍ତୁ ଅଳ୍ପ ଟିକେ ମସଲା ଜାରରେ ପାଣି ଦେଇକି ଏଠି ଗରମ ପାଣିର ମୁଁ ବ୍ୟବହାର କରିଛି। ସବୁବେଳେ ମସଲା ତରକାରୀ ହେଉ, କୌଣସି ବି ତରକାରୀ ହେଉ, ମୁଁ ଗରମ ପାଣିର ବ୍ୟବହାର କରେ। ତା'ର ସ୍ୱାଦରେ ବିଲକୁଲ ଚେଞ୍ଜ ଆସେ ନାହିଁ। ପାଣି ଟିକେ ସାଙ୍ଗମାନେ ଏଠି ଦେଖନ୍ତୁ ଟିକେ ପାଣି ଫୁଟିବା ପରେ ମୁଁ ଦେଇଛି ମିଟ୍ ମସଲା ଅଧା ଚାମଚ,
काश्मीर चिली अध चमच, लंका गुंड टिके अल्प टिके, हलदी गुंड किछि देइछि। तापरे याको भल भाबरे गोळेई नेछि। तापरे कोन करिबा सांग माने मसला को भल भाबरे गोळेई सारला परे आउ किछि मसला ऐड करिबा। आउ ए गोटे मसला देई सारला परे, गोटे मसला बाटिकी देई सारला परे आउ गोटे स्पेशल क्रीमी मसला बनेबा। किंतु ता भितरे मु एठी देइछि जीरा गुंड अध चमच, धनिया गुंड अध चमच। तापरे मु एठी भल भाबरे आको गोळेई नबा। ए मसला देहरे मसलाटा को भल भाबरे रेडी कर नबा। ये तो गोटे मसलार व्यवहार करिचे, आउ गोटे मसला बनेबा पूरा क्रीम रो मसला बनेबा। तो चलतु एथिरे अल्प किछि पानी दे दबा। प्रथमे पानी देकी मसला को किछि समय सिझे नबा। मसला जेपर्यंत सिझी नहीं तरकारी जमा भी स्वाद लागिबनी। आ मसलाटा जेते सिझिबो तरकारी स्वाद सेते बढ़िबो। तो एठी देखंतु किछि पानी देइछि। जेमती मु आपनको कहिथिली मु गरम पानी रो व्यवहार सांग माने सबो बेले करे। तो मु एठी किछि गरम पानी देइछि। सांग माने ध्यान दियंतु, जदि आपण ठंडा पानी दउचंती तरकारी स्वाद पूरा खराब हो जिवो। आउ तरकारी फुटिया में बहुत टाइम लागिवो। तो मैं ये गरम पानी दे घोड़े देइथिली। देखंतु मसला किछि समय फुटी गलानी। आउ एठी मसलार बास्ना भी चेंज हो गलानी। तो ये कौन करिबा, ये भल भाव मसला को गोले नहीं, पानी को गोले सारी आउ टिके सिझा पे छाड़ दबा। तो ये देखंतु आउ किछि समय घोड़े की छाड़ी देइथिली, मसला भल भाव सिझी गलानी। तो ये आमे जह्नी आलू को पकई दबा। लुण हल्दी तो आमे दे सारचे, एबे लुण हल्दी रो किछि आवश्यक नहीं। आलू अधा अधूरा सिझीची। तो एबे ए मसला रे आलू को भल भाव सिझेबा। आलू को ये मसला रे सिझेले आलू आउ जह्नी देरे फ्लेवरटा मसला फ्लेवरटा आसीजिवो, खाइबा पई बढ़िया लागिवो। ता भितर चलंतु क्रीम मसलाटे बनेबा। तापे मु किछि काजू, चारुमगज आउ किछि टमाटर दे भल भावे चिकण करी बाटी नेछि। तापरे एठी देखंतु मसला देरे आलू आउ जह्नी भल भावे सिझी गलानी। मसला रु पानी भी सरी गलानी। तो एठी कोन करिबा, ए क्रीम मसला को एठी दे दबा। सांग माने देखंतु ए जो आमे काजू, चारुमगज, टमाटर जो पेस्टटा देचे, जो क्रीम रो एटा क्रीम रो काम करवा संगे संगे स्वाद तो बहुत बढ़ेबो। आ तरकारी रो बास्नाटा भी आहुरी बढ़ेबो। तो एठी कौन करिबा, आमे एठी सबु जिंस को गोले नबा। तापरे सांग माने एठी कौन करिबा, देखंतु तरकारी रो फ्लेवर भी चेंज हो गलानी। आ तरकारी पूरा रेडी हो गलानी। तो ये गैस को टिके लो कर दबा। गैस रो फ्लेम को दालचीनी गुंड अध चमच दे दबा। भल भावे गोले गैस को बंद कर दबा। तापरे सांग माने किछि समय पे एमती रे छाड़ी दबा। सांगे सांगे जमारू भी खाइबेनी। तो किछि समय परे ये जेते स्वादिया लागिबो ना, माछ मांस सब खाइबा छाड़ी देबे। आ जो माने जह्नी खाया को पसंद करंतिनी एमती बनेले मागी मागी की खाइबे। तो सांग माने आजिर ए रेसिपीटा पई आपण मानको कमेंट को अपेक्षा करिली। आज पई एतिकी रहुची, पुणी देखा हबो नुआ एक रेसिपी सहित। जय जगन्नाथ।